ଆପଣଙ୍କ ଚକା ଚକା ଆଖି ଦିଟା ଦର୍ଶନ କରି ସାରିଲେ ମନ ଖାଲି ଟାଣେ ଆନନ୍ଦ ବଜାର ଆଡେ। ଅନ୍ନ ଡାଲି ବେସର ମହୁର କଦଳୀ ପତ୍ରରେ ବାଢିକି ଟିକେ ପାଇଦେଲେ ଏ ମନ ପୁରା ଆନନ୍ଦ ହେଇଯାଏ। ଆମେ ମାନେ ଆନନ୍ଦ ବଜାର ଯାଉ। ଆନନ୍ଦ ବଜାର ତଳେ ଆଜ୍ଞା ନିର୍ମାଲ୍ୟ କଣିକା ଅଭଡା ପଡିଥାଏ। ଆମ ଅଜାଣତରେ ଆମେ କେତେବେଳେ ପାଦରେ ତାକୁ ଚକଟି ଦେଇ ଯାଉ। ଜାଣିଛନ୍ତି ଏ ଆନନ୍ଦ ବଜାର ମହାପ୍ରସାଦକୁ ପାଦରେ ଚକଟିଲେ ମହାପାତକ ଦୋଷ ଲାଗିବ। ଘରେ ଯିଏ ବଡ ମୁଣ୍ଡ ଥିବ ତାର ଆୟୁଷ ହାନି ହବ, ବ୍ରହ୍ମ ହତ୍ୟା ଦୋଷ ଲାଗିବ, ଅର୍ଥାତ ଭଗବାନ ଜଗନ୍ନାଥଙ୍କୁ ଅବମାନନା କରିବା ସାଙ୍ଗରେ ସମାନ। ତାହେଲେ କଣ କରିବା? ଆମେ କଣ ଗୋଡ କାଟିଦବା, ଚାଲିକି ଯିବା କେମିତି ଆନନ୍ଦ ବଜାରରେ? ମହାପ୍ରସାଦ ସେବନ କେମିତି କରିବା? ଆପଣ ମାନେ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରି ସାରିଲା ପରେ ଏଇ ନିକଟରେ ଗୋଟିଏ ମହାନ ତୀର୍ଥ ଅଛି, ଯାହା ନାଁ ଆଜ୍ଞା ହଉଛି ଶ୍ଵେତ ଗଙ୍ଗା। ଏ ଶ୍ଵେତ ଗଙ୍ଗା ପୁଷ୍କରିଣୀରେ ମହାପ୍ରସାଦ ଆନନ୍ଦ ବଜାରରେ ସେବନ କରି ସାରିଲା ପରେ ଏ ଶ୍ଵେତଗଙ୍ଗା ପୁଷ୍କରିଣୀ ଯୋଉ ଗୋଡକୁ ଧୋଇବାକୁ ପଡିବ। ଏବଂ ଏଠି ବିରାଜମାନ କରିଛନ୍ତି ସ୍ୱୟଂ ଶ୍ଵେତ ମାଧବ ଆଉ ମତ୍ସ୍ୟ ମାଧବ। ଶ୍ଵେତ ଗଙ୍ଗାରେ ଗୋଡ ଧୋଇବା, ଏ ଶ୍ଵେତ ମାଧବ ଆଉ ମତ୍ସ୍ୟ ମାଧବଙ୍କୁ ଦର୍ଶନ କରିବା, ତାହେଲେ ଯାଇ ମହାପ୍ରସାଦକୁ ପାଦରେ କୁଦିବା ପାପରୁ ଆମ ମାନଙ୍କୁ ମୁକ୍ତି ମିଳିବ। ଆମେ ମାନେ ସମସ୍ତେ ଯାଉଛେ ଜଗନ୍ନାଥ ଦର୍ଶନ କରି ଆନନ୍ଦ ବଜାରରେ ଅଭଡା ମହାପ୍ରସାଦ ସେବନ କରି ଘରକୁ ପଳେଇ ଆସୁଛେ, କିନ୍ତୁ ତାର ନିୟମ ହଉଛି ଆନନ୍ଦ ବଜାରରେ ଯୋଉ ମହାପ୍ରସାଦ ଆମ ପାଦରେ ଲାଗିଥାଏ, ଆମେ ଯାଇକି ଶ୍ଵେତଗଙ୍ଗା ପୁଷ୍କରିଣୀରେ ସେ ପାଦକୁ ଧୋଇଲେ ସେ ପାପରୁ ମୁକ୍ତି ମିଳିବ।